ଜୟ ଶ୍ରୀ ଜଗନ୍ନାଥ ଡେ 7 ବାଇ 47 ଦିନ ସକାଳେ ଠାକୁରଙ୍କୁ ପ୍ରଣାମ କଲି, ତାପରେ କଲି ରନିଂ, ତାପରେ ଜୁସ୍ ପିଇକି ୱାର୍କଆଉଟ୍ କରିଦେଲି ଷ୍ଟାର୍ଟ। ପ୍ରଥମେ କଲି ଷ୍ଟ୍ରେଚିଂ ଟା କରିବା ନିହାତି ଦରକାର, ବଡି ଇଞ୍ଜୁରି ହେବା ଚାନ୍ସ ଅଛି। ପ୍ରଥମେ ଷ୍ଟ୍ରେଚିଂ କରିବା, ତାପରେ ଯୋଉ ୱାର୍କଆଉଟ୍ ଥିବ ସେ ୱାର୍କଆଉଟ୍ କରିବେ। ଗଣେଶ ପୂଜା ଠିକ ୱାର୍କଆଉଟ୍ ଷ୍ଟାର୍ଟ କରିଦେଲି। କମ୍ପାନୀ ସେଠି କାମ କରୁଥିଲୁ, ସେଠି କରିଦେଲି ଟିକେ ୱାର୍କଆଉଟ୍। ତାପରେ ନର୍ମାଲ ପୁଷଅପ୍, ଡାଇମଣ୍ଡ ପୁଷଅପ୍। ତାପରେ ଆଜି ବାଇସେପ୍ ଏକ୍ସରସାଇଜ ଥିଲା, ହମର କଲ୍, ବାଇସେପ୍ କଲ୍ ମାରିକି ୱାର୍କଆଉଟ୍ କରିଦେଲି। ଖତମ ହେଇଯାଉଛି ଆଜି ବଡି କଣ୍ଡିସନ। ତାପରେ ପିଇଲି କ୍ରିଏଟିନ୍, ତାପରେ ଖାଇକି ଗଣେଶ ପୂଜା କାମ କଲୁ। ଯେତେ ଦିନ ଯାଏ ତୁମର ଶରୀର ଓ ମନରେ ବ୍ୟଥା ଲାଗେ, ସେତେ ଦିନ ଯାଏ ତୁମେ ଗୋଟିଏ ପିମ୍ପିଲିକାର ମଧ୍ୟ ବ୍ୟଥା ନିରାକରଣ ଦିଗରେ ଚେଷ୍ଟା ରଖ। ଆଉ ତାହା ଯଦି ନ କର, ତେବେ ତୁମଠାରୁ ହୀନ ଆଉ କିଏ? ତାପରେ ଗଣେଶ ପୂଜା କାମ କଲୁ, ଖାଇକି ଆଜି ଶୋଇଲି। ଡେ 47 କମ୍ପ୍ଲିଟ। ଜୟ ଶ୍ରୀ ଜଗନ୍ନାଥ।